ମୁଁ ସେଇମାନଙ୍କୁ କେବେ ଖରାପ ଭାବେ ନାହିଁ ଯେଉଁମାନେ ଅଜ୍ଞାନୀ ବା ମୂର୍ଖ ହୋଇ ମଧ୍ୟ ସେମାନଙ୍କ ବୁଦ୍ଧି ପ୍ରୟୋଗ କରି ଅନ୍ୟମାନଙ୍କୁ ସେମାନଙ୍କ ହାତରେ ପରିଚାଳିତ କରାନ୍ତି ବା ଅନ୍ୟମାନଙ୍କୁ ସେମାନଙ୍କର ବଶବର୍ତ୍ତୀ କରାନ୍ତି। ମୁଁ ତ ସେଇମାନଙ୍କ ଉପରେ ଅଧିକ ବିରକ୍ତ ହୁଏ ଯେଉଁମାନେ ସେଇଭଳି ମୂର୍ଖ ଅଜ୍ଞାନୀଙ୍କ ଦ୍ୱାରା ପରିଚାଳିତ ହୁଅନ୍ତି। ଆରେ ସିଏ ତ ତାର ବୁଦ୍ଧି ପ୍ରୟୋଗ କରି ଆପଣମାନଙ୍କୁ କାବୁ କରିବା ପାଇଁ ଚେଷ୍ଟା କରୁଛି, ଆପଣମାନଙ୍କ ସହିତ କେତେବେଳେ ଭଲ ମିଶୁଛି, କେତେବେଳେ ଖରାପ ମିଶୁଛି, କେତେବେଳେ ପୁଣି ଆପଣମାନଙ୍କର ପରିବାର ସହ ମିଶୁଛି, କେତେବେଳେ ନିଜର ହେଇଯାଉଛି, କେତେବେଳେ ପୁଣି ଆପଣଙ୍କର ପଛପଟୁ ଛୁରୀ ମାରି ଦଉଛି। ସେ କଥାକୁ ଆପଣ ପ୍ରଥମେ ବୁଝିବା ଦରକାର। ହେଲେ ଆପଣମାନେ ସେ ଅଜ୍ଞାନୀର ବଶବର୍ତ୍ତୀ ହେଇକି ଯେତେବେଳେ ତା କଥାରେ ଆପଣ ପରିଚାଳିତ ହଉଛନ୍ତି, ତାହେଲେ ଆପଣଙ୍କଠୁ ଅଜ୍ଞାନୀ ମୂର୍ଖ କେହି ଦୁନିଆରେ ନାହାନ୍ତି। ସେମାନେ ତ ଚତୁର ଆଜ୍ଞା, ସେମାନଙ୍କର ସିନା ପାଠ ନାହିଁ, ଷାଠ ନାହିଁ, ଜ୍ଞାନ ନାହିଁ, ହେଲେ ସେମାନଙ୍କ ପାଖରେ ଗୋଟିଏ ଜିନିଷ ଭଲ ଅଛି, ସେମାନେ ଚତୁରତାର ସହ ଅନ୍ୟମାନଙ୍କୁ ପରିଚାଳିତ କରିବେ। ବୁଝିବା ଲୋକ ଠିକ ବୁଝିଯିବେ ଆଜ୍ଞା, କିଏ କେମିତି କାହାକୁ ପରିଚାଳିତ କରୁଛି। ଯଦି ବୁଝି ନ ପାରୁଛନ୍ତି ଏବେଠୁ ବୁଝିଯାଆନ୍ତୁ, ନିଜକୁ ସଜାଡ଼ି ନିଅନ୍ତୁ। ଏଇ ତ ଜୀବନର କଥା।